এটা বৈତରଣୀ ନଦୀର ବର୍ତ୍ତମାନ ବଡ଼ ବନ୍ୟା ଦେଖାଦେଇଛି ଯାହାଫଳରେ ଆପଣ ଦେଖିପାରିବେ ସବୁ ଜାଗାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଆମେ ଧାମନଗର ରହିଛୁ ଯେଉଁଠି ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆପଣ ସେ ଚିତ୍ର ଆପଣ ଦେଖିବେ, ଆପଣ ଦେଖିପାରୁଥିବେ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଛି। ଇଏ ହେଉଛି ଦୋବଲ ମୁଖ୍ୟ ରାସ୍ତା ରହୁଛି ଯେଉଁ ଯାଜପୁରକୁ ସଂଯୋଗ କରିବା ରାସ୍ତା ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଛି। କାହିଁକିନା ଅନେକ ଗାଁ ଅନେକ ପଞ୍ଚାୟତ ରହିଛି ଯେଉଁଟାକି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଆମେ ପ୍ରତିକ୍ରିୟା ଟିକେ ନେବୁ ଯେ ମନ୍ତ୍ରୀ ଆମର ରହିଛନ୍ତି। ବ୍ୟବସ୍ଥା କରିଛୁ ଯେଉଁଥିରେ ରନ୍ଧା ଖାଦ୍ୟ ଦିଆଯାଉଛି, ଯେଉଁଥିରେ ନିଶ୍ଚିତ ଭାବରେ ଯେଉଁ ଜାଗାରେ ରନ୍ଧା ଖାଦ୍ୟ ଦିଆଯାଇ ନପାରିବ ସେଠି ଡ୍ରାଏ ଫ୍ରୁଟ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତେଣୁ ଏଥିରେ କିଛି ବିଶେଷ ଭୟଭୀତ ହେବାର ନାହିଁ, କିନ୍ତୁ ସରକାରଙ୍କ ତରଫରୁ ଯେଉଁ ଏସ୍ଓପି ଜାରି କରାଯାଇଛି ତାକୁ ମାନିବାର ଆବଶ୍ୟକତା ଅଛି। ଲୋକମାନଙ୍କର ଯେଉଁ ଖାଇବା ପିଇବା ବ୍ୟବସ୍ଥା ଯେଉଁ ଫ୍ରି କିଚେନ୍, ସେଲ୍ଟର, ଡ୍ରାଏ ଫ୍ରୁଟ୍, ଶୁଖିଲା ଖାଦ୍ୟ, ପାନୀୟ ଜଳ, ପ୍ୟାକେଜ ଡ୍ରିଙ୍କିଂ ୱାଟର ଏ ସବୁ ବ୍ୟବସ୍ଥା କରାଯାଇଛି। ପଞ୍ଚାୟତରେ ନୋଡାଲ ଅଫିସର ମାନଙ୍କୁ 3 ଜଣିଆ ଟିମ୍ କରିକି ତାଙ୍କୁ ଗତକାଲି ରାତିରୁ ପଞ୍ଚାୟତରେ ହିଁ ରଖା ଦିଆଯାଇଛି। ତେଣୁ ସେଥିରେ ମୁକାବିଲା ଠିକଠାକ ହେଉଛି। ଜାଗାକୁ ଅଣାଯାଇଛି ଯେ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଛି, ଯେ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ରହିଛନ୍ତି ବରିଷ୍ଠ ଅଧିକାରୀ ରହିଛନ୍ତି ସେମାନେ ମଧ୍ୟ ନିୟୋଜିତ ରହିଛନ୍ତି ଯେ ସେମାନଙ୍କ ଭିତରେ ଯେ କୌଣସି ଲୋକ ଯେଭଳି ଭାବେ ଅସୁବିଧାର ସମ୍ମୁଖୀନ ନ ହେବେ ତାଙ୍କ ପ୍ରତି ମଧ୍ୟ ପୁରା ସମ୍ପୂର୍ଣ୍ଣ ଭାବେ ରହିଛି ଦାୟିତ୍ୱ ରହିଛି। ପ୍ରତିକ୍ରିୟା ଟିକେ ନେବୁ ଯେ ବିନାୟକ ମିଶ୍ର ସାର୍ ଆମ ସହିତ ଅଛନ୍ତି। ସାର୍ ଇଏ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିପାରିବା, ଭଣ୍ଡାରୀ ପୋଖରୀ ଧାମନଗର ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଆପଣ ଘଟଣାସ୍ଥଳ କିଭଳି ଦେଖୁଛନ୍ତି? ଦେଖନ୍ତୁ, ଲଗାଣ ବର୍ଷା ଦ୍ୱାରା ଭଦ୍ରକ ଏବଂ ବାଲେଶ୍ୱର ଉଭୟ ଜିଲ୍ଲାରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକରେ ମୁଖ୍ୟତଃ ଭଣ୍ଡାରୀ ପୋଖରୀ, ଧାମନଗର, ଧୂସରି ଏସବୁ ଅଞ୍ଚଳରେ ବନ୍ୟା ପାଣି ବିଭିନ୍ନ ପଞ୍ଚାୟତକୁ ପ୍ରବେଶ କରିଛି। ଏନ୍ଡିଆର୍ଏଫ୍ ଟିମ୍ ଏବେ ମହଜୁଦ ଅଛନ୍ତି, ସେମାନେ ଆକଳନ କରୁଛନ୍ତି। ଯେଉଁ ସବୁ ପଞ୍ଚାୟତ କଟ୍ ଅଫ୍ ଅଛି ସେଠକୁ ସେମାନେ ଯାଇକି ରେସ୍କ୍ୟୁ ଅପରେସନ୍ସ ଆରମ୍ଭ କରିବେ ଏବଂ ଜିଲ୍ଲା ପ୍ରଶାସନର ମଧ୍ୟ ସମସ୍ତ କର୍ତ୍ତୃପକ୍ଷ ଅଛନ୍ତି କୋଅର୍ଡିନେଟେଡ୍ ୱେରେ। ପରିମାଣ ବଢିପାରେ ପାଣି କୁହାଯାଉଛି। ଆମେ ପ୍ରସ୍ତୁତ ଅଛୁ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି ଏବଂ ଯାହା ବି ରେସ୍କ୍ୟୁ ଅପରେସନ୍ ସେମାନେ ଆରମ୍ଭ କରାଯିବ। ନିଶ୍ଚିତ ଭାବେ ଶୁଣୁଥିଲେ ସମ୍ପୂର୍ଣ୍ଣ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି ଯେ ମୁକାବିଲା କରିବା ପାଇଁ। ଯେହେତୁ ଭଣ୍ଡାରୀ ପୋଖରୀ କୁହନ୍ତୁ, ଧାମନଗର ଅଞ୍ଚଳରେ ଅନେକ ପଞ୍ଚାୟତର ଲୋକମାନେ ପାଣି ଘେରରେ ମଧ୍ୟ ରହିଛନ୍ତି ଯେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟଠୁ ଆରମ୍ଭ କରି ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ଯେ ଲୋକ କେମିତି ଜିରୋ କାଜୁଆଲିଟି କାହାର ଜୀବନ ନ ଯିବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ସରକାର ପ୍ରସ୍ତୁତ ଥିବା କୁହାଯାଇଛି। ଭଦ୍ରକ ଧାମନଗରରୁ ସତ୍ୟବ୍ରତ ପ୍ରଧାନ, ନକ୍ଷତ୍ର ନ୍ୟୁଜ୍।